ନମସ୍କାର। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସାଙ୍ଗମାନେ, ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ଆଣିଛୁ ସୁନ୍ଦର ଢଗ ଧମାଲ ପ୍ରଶ୍ନ। ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସ ଖୋଲା ରଖିଛୁ। ଇଚ୍ଛା ହେଲା ଭାଉଜଙ୍କ ସହିତ ସୁନ୍ଦର ଢଗ ପ୍ରଶ୍ନଟିଏ ବନାଇବା ପାଇଁ, କିନ୍ତୁ ସାଙ୍ଗମାନେ ଆପଣମାନେ ହିସାବ କରି ଟିକେ କହିବେ ଭାଉଜ କ'ଣ କହୁଛନ୍ତି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମଜା ନିଅନ୍ତୁ। ଭଲକି ଧ୍ୟାନରେ ଶୁଣ ପ୍ରଶ୍ନଟି ହେଲା। କହିଲେ ଦେଖି, ଗୋଟିଏ ଟ୍ରେନରେ 100 ଜଣ ଯାତ୍ରୀ ଅଛନ୍ତି, ବୁଝିପାରିଲ? ପ୍ରତ୍ୟେକ ଷ୍ଟେସନରେ ଜଣେ ଚଢ଼ନ୍ତି, 2 ଜଣ ଓହ୍ଲାନ୍ତି। 10ଟି ଷ୍ଟେସନ ପରେ ତେବେ କ'ଣ ରହିବେ? କେତେ ଜଣ ରହିବେ? ବୁଝିପାରିଲ ତ? ମାନେ ଗୋଟିଏ ଟ୍ରେନରେ 100 ଜଣ ଯାତ୍ରୀ ଅଛନ୍ତି, ପ୍ରତ୍ୟେକ ଷ୍ଟେସନରେ ଜଣେ ଚଢ଼ନ୍ତି, 2 ଜଣ ଓହ୍ଲାନ୍ତି। 10ଟି ଷ୍ଟେସନ ପରେ କେତେ ଜଣ ରହିବେ? ସାଙ୍ଗମାନେ, ଜଣେ ଚଢ଼ନ୍ତି, 2 ଜଣ ଓହ୍ଲାନ୍ତି। ସାଙ୍ଗମାନେ, ଭାଉଜ ଆମର କ'ଣ ହିସାବ କରିବେ? ଆପଣମାନେ ଖାଲି ଦେଖନ୍ତୁ, ମଜା ନିଅନ୍ତୁ। ଗୋଟିଏ ଟ୍ରେନରେ 10 ଜଣ ଯାତ୍ରୀ ଅଛନ୍ତି, ପ୍ରତ୍ୟେକ ଷ୍ଟେସନରେ ଜଣେ ଚଢ଼ନ୍ତି, 2 ଜଣ ଓହ୍ଲାନ୍ତି। 10ଟି ଷ୍ଟେସନ ପରେ କେତେ ଜଣ ରହିବେ? ସାଙ୍ଗମାନେ, ଭାଉଜ ଆମର କହୁଛନ୍ତି 90 ଜଣ ରହିବେ। ଆପଣମାନେ ହିସାବ କରି ଦେଇଦିଅନ୍ତୁ। ସାଙ୍ଗମାନେ, ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି, ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ସାଙ୍ଗମାନେ, ଭାଉଜ ଫାଇନାଲରେ ପହଞ୍ଚିଗଲେ, ସେଇଟା 90 ଜଣ କହୁଛନ୍ତି। ଆପଣମାନେ ଟିକେ ଭଲ ଭାବରେ ମୁଣ୍ଡକୁ ପୁରାନ୍ତୁ ଏବଂ ଢଗ ପ୍ରଶ୍ନର ଉତ୍ତର ଲେଖିଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ ଢଗ ପ୍ରଶ୍ନଟି ସବୁବେଳେ ଅପେକ୍ଷା ରହିଛି। କେମିତି କମେଣ୍ଟ ଆପଣମାନେ ଦେବେ। ତାହେଲେ ସାଙ୍ଗମାନେ, ଏତିକି ରିକ୍ୱେଷ୍ଟ, ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଏଥିରେ କିଛି ଶିଖିବେ, ଜାଣିବେ। ଏଥିରେ କିଛି ଜେନେରାଲ ନଲେଜ ଅଛି, ସାଧାରଣ ଜ୍ଞାନ ଅଛି। ଏବଂ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରି ଆପଣମାନଙ୍କ ବନ୍ଧୁବାନ୍ଧବ ପାଖକୁ ସେୟାର କରନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇବେ। ସାଙ୍ଗମାନେ, ଆଜିର ପ୍ରଥମ ଢଗ ପ୍ରଶ୍ନଟି ସରିଗଲା। ଆସ ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ କ'ଣ ଉତ୍ତର ଦେଉଛନ୍ତି। ସେକେଣ୍ଡ ଢଗ ପ୍ରଶ୍ନର କ'ଣ ଉତ୍ତର ଦେବ? ଭଲ ଶୁଣୁ। ନିଦ ହେଉଛି, ଶୋଇବା ଆଉ ବ୍ୟସ୍ତ ରହିନି। ତାହେଲେ ସାଙ୍ଗମାନେ, ଆସ ଆମେ ଦେଖିନେବା ଭାଇ ଭାଉଜଙ୍କ ପାଖରୁ ସେକେଣ୍ଡ ଢଗ ପ୍ରଶ୍ନ, ଯେ କି ଆପଣଙ୍କ ମନ ଛୁଆଁ ହେବ ବୋଲି ଆଶା ବିଶ୍ୱାସ ରଖିଅଛୁ। ସାଙ୍ଗମାନେ, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା, ନା କ'ଣ କହୁଛ? ନିଶ୍ଚିନ୍ତ ଭାଉଜ କହୁଛନ୍ତି। ସାଙ୍ଗମାନେ, ଦେଖାଯାଉ ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ କ'ଣ ଉତ୍ତର ଦେଉଛନ୍ତି। କହିଲେ ଦେଖି, କେଉଁ ଜୀବ ନିଜ ଜିଭକୁ ବାହାରକୁ ବାହାର କରିପାରେ ନାହିଁ? ସେ ଜୀବର ନାମଟି କ'ଣ? ଅନେକ ଜୀବ ଅଛନ୍ତି, ମାନେ କ'ଣ, ଜୀବଟିକୁ ବାହାରକୁ ବାହାର କରିପାରନ୍ତି, କିନ୍ତୁ ଏମିତି କେଉଁ ଜୀବ ଅଛି ଯିଏକି ତା ଜୀବକୁ ବାହାରକୁ ବାହାର କରିପାରେ ନାହିଁ? ସେ କେଉଁ ଜୀବ? ଦେଖାଯାଉ ସାଙ୍ଗମାନେ, ଭାଉଜ କ'ଣ ଉତ୍ତର ଦେବେ। ଭାଉଜ ଟିକେ ଚିନ୍ତାରେ ଅଛନ୍ତି। ସାଙ୍ଗମାନେ, ଏତିକି ରିକ୍ୱେଷ୍ଟ, ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ ଏବଂ କିଛି ଜାଣନ୍ତୁ। ଆମେ ଜାଣୁ ସାଙ୍ଗମାନେ, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିବେ ନାହିଁ। ଯାହା ଜାଣିଛନ୍ତି ସାଙ୍ଗମାନେ ଗୋଟେ କମେଣ୍ଟ ଲେଖନ୍ତୁ। ଆପଣମାନଙ୍କ ସପୋର୍ଟ ଆମକୁ ନିହାତି ଆବଶ୍ୟକ। ଆମେ ଜାଣୁ ସାଙ୍ଗମାନେ, ଆପଣମାନେ ତ ସପୋର୍ଟ କରୁଛନ୍ତି, କିନ୍ତୁ ଏତିକି ବିଶ୍ୱାସ ମଧ୍ୟ ଆମେ ରଖିଛୁ। ସାଙ୍ଗମାନେ, ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରନ୍ତୁ, ଦେଖନ୍ତୁ ଏବଂ ମଜା ନିଅନ୍ତୁ। କାରଣ ମଝିରୁ କାଟିଲେ ଆପଣମାନେ କୌଣସି ମୂଲ୍ୟ ପାଇପାରିବେନି, ବୁଝିପାରିବେନି, ଜାଣିପାରିବେନି। ଏବେ ମୁଁ ଚାଲି ଯାଉଛି ଭାଉଜଙ୍କ ପାଖକୁ। ଭାଉଜ ଚିନ୍ତା କରିସାରିବେନି ଉତ୍ତର ଦେବେ ବୋଲି। ଯଦି ନ କହିବେ ସାଙ୍ଗମାନେ, ପ୍ଲିଜ୍
ଗୋଟେ କମେଣ୍ଟରେ ଲେଖିଦିଅନ୍ତୁ। ତାହେଲେ ମୁଁ ଚାଲିଗଲି ଭାଉଜଙ୍କ ପାଖକୁ ଟିକେ ବୁଲେଇଦେବା। ଆହା ହା ହା କୁହ କୁହ। ମାଛ ସାଙ୍ଗମାନେ ଭାଉଜ କହୁଛନ୍ତି ମାଛ। ମୁଁ ପ୍ରଶ୍ନଟି କରିଥିଲି ଏମିତି କେଉଁ ଜୀବ ଅଛି ଯେ କି ତା ଜୀବଟିକୁ ବାହାରକୁ ବାହାର କରିପାରେ ନାହିଁ। ଭାଉଜ ପହଞ୍ଚିଗଲେ ସେଇଟା ମାଛ। ସାଙ୍ଗମାନେ ଆପଣମାନେ କମେଣ୍ଟରେ ଜଣାନ୍ତୁ ଭାଉଜ ଠିକ୍ କହିଛନ୍ତି କି ନାହିଁ। କହୁନା ମାଛ ଆଉ ତମେ କ'ଣ ଭାବିଛ କୁହ? ତମେ କ'ଣ ସିଲେକ୍ସନ୍ କଲ? ମାଛ ମାଛି? ସାଙ୍ଗମାନେ ଭାଉଜ ସିଦ୍ଧାନ୍ତ ନେଇପାରୁନାହାନ୍ତି। କୁମ୍ଭୀର ବାହା କରେ ସାଙ୍ଗମାନେ ଭାଉଜ ବି କହୁଛନ୍ତି କୁମ୍ଭୀର ବି ବାହା କରେ। ଦେଖିଛ କେଉଁଠି କୁମ୍ଭୀର? ମୁଁ ସେମିତି କହୁଛି ତାଙ୍କ କଥାରୁ। ତାର ଯିବ ସାଙ୍ଗମାନେ ମୁଁ ସେଗୁଡ଼ା ଅନୁମାନ କରି କହିଛି। କ'ଣ ହେବ ଠିକ୍ ମୁଁ ଜାଣେ ନା। ସିଏ ମୋତେ କହି ଚାଲିଲେ ସବୁ କଥା। ମୁଁ କହିଥିଲି କୁମ୍ଭୀର ବାହା କରେ। ସାଙ୍ଗମାନେ କେଉଁଟା ଠିକ୍ ହେବ ଆପଣମାନେ କମେଣ୍ଟରେ ଦିଅନ୍ତୁ। ଆପଣମାନେ ଜାଣିଥିବେ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। କୁମ୍ଭୀର କୁମ୍ଭୀର ନହେଲେ ମାଛ କହୁଛନ୍ତି। ସାଙ୍ଗମାନେ ଆପଣମାନେ ଯଦି ଭାବୁଥାନ୍ତି ଭାଉଜ ଉତ୍ତରଟି ଠିକ୍ ଦେଇଛନ୍ତି ଆପଣମାନେ ରାଇଟ୍ ଲେଖିପାରନ୍ତି, ନହେଲେ ସେ କୁମ୍ଭୀର ମାଛ ଲେଖିପାରନ୍ତି। ନହେଲେ ସାଙ୍ଗମାନେ ଆପଣମାନେ ଉତ୍ତରଟି ନିହାତି ଜାଣିଥିବେ ଏ ବିଶ୍ୱାସ ଆମର ଅଛି। ଆପଣମାନେ ଲେଖି ଜଣାନ୍ତୁ। ସାଙ୍ଗମାନେ ଅନେକ କିଛି ଉତ୍ତର ଆସିବ, ଆପଣମାନେ ବାଛି ନିଅନ୍ତୁ ଏବଂ ପ୍ରଶ୍ନର ଉତ୍ତରଟି ନିଶ୍ଚୟ କମେଣ୍ଟ ବକ୍ସ ଦିଅନ୍ତୁ। ଚିନ୍ତାରେ ଅଛନ୍ତି ସାଙ୍ଗମାନେ ଭାଉଜ, କିନ୍ତୁ ଭାଉଜଙ୍କ ଚିନ୍ତାକୁ ଟିକେ ଦୂର କରିବା ପାଇଁ ଆପଣମାନେ ଯଦି ଏକମତ ହୁଅନ୍ତି ତାହେଲେ ଲେଖିଦିଅନ୍ତୁ ଭାଉଜ ଖୁସି ହେଇଛ କୁମ୍ଭୀର ନା କ'ଣ କହୁଛ? ଯଦି କୁମ୍ଭୀର ଲେଖା ଆସିଲେ ତୁମେ ବହୁତ ଖୁସି ହେଇଛ। ହଁ ଠିକ୍ ହେଇଥିବ ବୋଧେ, କିନ୍ତୁ ଡାଉଟ୍ରେ ଅଛନ୍ତି ସାଙ୍ଗମାନେ। କାରଣ କୁମ୍ଭୀର ଦେଖିନାହାନ୍ତି। ସେ ଦେଖିଛନ୍ତି ଏ ବହି ଫହି ଏ ଯେଉଁ ଫିଲ୍ମରେ ଯେଉଁ ଟିଭିରେ ଦେଖିଛନ୍ତି, କିନ୍ତୁ ଡାଇରେକ୍ଟ ଦେଖିନାହାନ୍ତି। ଦେଖିଛ ହେଇରେ ସାଙ୍ଗମାନେ ଭାଉଜ ଡାଇରେକ୍ଟ ବି ଦେଖିଛନ୍ତି, କିନ୍ତୁ ମୁଁ ଦେଖିନି। ଦେଖନ୍ତୁ ସାଙ୍ଗ ମୁଁ ଦେଖିଛି। ମୁଁ କେଉଁଠି ଦେଖିଲି କାହିଁ ହେଇରେ ହଁ ମହୀଶୂର ଯାଇଥିଲୁ ଯେଉଁ ସେଠି ଦେଖିଥିଲେ। ଯାଉ ସାଙ୍ଗମାନେ ଆମେ ଦେଖିଛୁ। ଆପଣମାନେ କମେଣ୍ଟରେ ଜଣାନ୍ତୁ ଏମିତି କେଉଁ ଜୀବ ଅଛି ଯେ କି ତାର ଜୀବଟି ବାହାରକୁ ସେ ବାହାର କରିପାରେ ନାହିଁ। ଅନେକ ଜୀବ ଅଛି କିନ୍ତୁ ଜୀବଟି ବାହାରକୁ ବାହାର କରିଥାଏ। କିନ୍ତୁ ପ୍ରଶ୍ନଟି ହେଲା ଏମିତି କେଉଁ ଜୀବ ଅଛି କିନ୍ତୁ ସେ ତା ଜୀବଟିକୁ ବାହାରକୁ ବାହାର କରିପାରେ ନାହିଁ। କିନ୍ତୁ ପ୍ଲିଜ୍ ଆପଣମାନେ ଯାହା ଜାଣିଛନ୍ତି ଗୋଟିଏ ଲେଖିଦିଅନ୍ତୁ। ଆମେ ଜାଣୁ ସାଙ୍ଗମାନେ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିବେ ନାହିଁ। ନିଶ୍ଚିତ ଲେଖିଦେବେ, ଆମେ ଜାଣିପାରିବୁ କେଉଁମାନେ ଆମର ବେଷ୍ଟ ଫ୍ରେଣ୍ଡ କମେଣ୍ଟ କରିଛନ୍ତି। ଯାହା ହଉ ସାଙ୍ଗମାନେ ଆଜିର ଢଗ ପ୍ରଶ୍ନଟି ବହୁତ ମଜା ହେଇଗଲା। ଆପଣମାନେ ଏଇଭଳି ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇ ଆମେ ଏବେ ରଖିବୁ। କିନ୍ତୁ ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, କେବେ ହେଲେ ଅବହେଳା ନ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସେୟାର କରିଦିଅନ୍ତୁ। ଭାଉଜ ଆମର କ'ଣ କହୁଛନ୍ତି ଶୁଣନ୍ତୁ। କେବେ ହେଲେ ଅବହେଳା କରନ୍ତୁ ନାହିଁ ସାଙ୍ଗମାନେ। ଭାଉଜଙ୍କ ଖୁସିକୁ ଟିକେ ଖୁସିରେ ରଖନ୍ତୁ। ସେ କିନ୍ତୁ ବହୁତ ଖୁସି ହୋଇଯାଆନ୍ତି ଯେତେବେଳେ କମେଣ୍ଟଟି ଆସିଥାଏ। ତାହେଲେ ସାଙ୍ଗମାନେ ଆଜି ଆମର ସମୟ ହେଇଗଲାଣି। ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆମେ ଯେତେବେଳେ ଭିଡ଼ିଓଟି ଷ୍ଟାର୍ଟ କରିଥାଉ ସାଙ୍ଗମାନେ ସେଇ ମହାପ୍ରଭୁ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ନାମ ନେଇ ଭିଡ଼ିଓଟି ଷ୍ଟାର୍ଟ କରିଥାଉ। ଆମେ ଯେତେବେଳେ ସମାପ୍ତ କରିଥାଉ ମାନେ ରଖିଥାଉ, ସେତେବେଳେ ସେଇ ମହାପ୍ରଭୁଙ୍କ ନାମ ନେଇ ରଖିଥାଉ। ଆପଣମାନେ ନିଶ୍ଚିନ୍ତ ଜାଣିଥିବେ ସେଇ ଜଗତର ନାଥ ଜଗନ୍ନାଥ, ସେ କାଳିଆ ସାଆନ୍ତ। ଆପଣ ନିଶ୍ଚୟ ଜାଣିଥିବେ ସେ ଆମର କ'ଣ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ। କିନ୍ତୁ ସାଙ୍ଗମାନେ ଆପଣମାନେ ନିଶ୍ଚିତ ଭଲ ପାଉଥିବେ, ଜାଣିଥିବେ ନିଶ୍ଚିତ। ଆପଣମାନେ ଯଦି ତାଙ୍କ ନାମ ସର୍ବପ୍ରଥମେ ଆମେ ଭିଡ଼ିଓରୁ ଶୁଣିବାକୁ ପାଇବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ରହିଲୁ ସାଙ୍ଗମାନେ, ଆମେ ଆଶା କରୁ ନିଶ୍ଚୟ ସବସ୍କ୍ରାଇବ୍ କରି ସେୟାରଟି କରିଦେବେ ଆପଣମାନଙ୍କ ବନ୍ଧୁବାନ୍ଧବ ପରିଜନଙ୍କ ପାଖକୁ। ତାହେଲେ ରହିଲୁ ସାଙ୍ଗମାନେ, ଆଗାମୀ ଭିଡ଼ିଓକୁ ଅପେକ୍ଷା ରଖନ୍ତୁ। ଆମେ ଆଣିବୁ ଆପଣମାନଙ୍କ ପାଇଁ ଜେନେରାଲ୍ ନଲେଜ, ସାଧାରଣ ଜ୍ଞାନ ସହିତ ଆଧାରିତ ଅନେକ କିଛି ମଜାଦାର ଭିଡ଼ିଓ। ଏଥିରେ କିଛି ଶିଖିବେ, ଜାଣିବେ। ତାହେଲେ ରହିଲୁ ସାଙ୍ଗମାନେ, ଜୟ ଜଗନ୍ନାଥ, ନମସ୍କାର।